ଜଗନ୍ନାଥ। ବନ୍ଧୁଗଣ, ଆଜି ହେଉଛି 4 ଜୁଲାଇ 2025 ଶୁକ୍ରବାର, ଆଷାଢ଼ ମାସ ଶୁକ୍ଳପକ୍ଷ ନବମୀ ଏବଂ ମିଥୁନ 20 ଦିନ। ଆଜିର ସୂର୍ଯ୍ୟୋଦୟ ସମୟ ସକାଳ 5ଟା 11 ଏବଂ ସୂର୍ଯ୍ୟାସ୍ତ ସମୟ ସନ୍ଧ୍ୟା 6ଟା 30। ବର୍ତ୍ତମାନ ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ। ପ୍ରଥମେ ଜାଣିବା ମେଷ ରାଶି ବିଷୟରେ। ମେଷ ରାଶି, ଆଜି ଶୁକ୍ଳପକ୍ଷର ଚତୁର୍ଥ ଚନ୍ଦ୍ର ଯୋଗୁଁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ଯାନବାହନରେ ଖର୍ଚ୍ଚାନ୍ତ, ସ୍ୱଜନରେ ବିବାଦ, ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା, ପଡ଼ୋଶୀଙ୍କ ସହ ତିକ୍ତତା ଓ ଆର୍ଥିକ ଠକାମିରେ ପଡ଼ିପାରନ୍ତି। ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ ଏବଂ ଧନକୁ ନେଇ ବିବାଦ ଓ ମାଲି ମକଦ୍ଦମାରେ ପଡ଼ିପାରନ୍ତି। ପୁରାତନ ବିବାଦ, ଜମିଜମା ବିବାଦ ଉଗ୍ର ରୂପ ଧାରଣ କରିବ ଏବଂ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ ବ୍ୟବସାୟରେ କ୍ଷତି ଏବଂ ପରିବହନ ବ୍ୟବସାୟରେ ବିପର୍ଯ୍ୟୟ, କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ। ଯେଉଁମାନଙ୍କର ଦ୍ୱିଜା ମେଷ, ସେମାନେ ଆଜି ସତର୍କ ହେବେ। ଶୁଭ ରଙ୍ଗ ହଳଦିଆ, ଶୁଭ ସଂଖ୍ୟା 6। ଆଜି ଆପଣ ମା ବଗଳାମୁଖୀଙ୍କୁ ଆରାଧନା କରନ୍ତୁ। ତାପରେ ଜାଣିବା ବୃଷ ରାଶି ବିଷୟରେ। ବୃଷ ରାଶି, ଆଜି ତୃତୀୟ ଚନ୍ଦ୍ର ଏବଂ ଶୁକ୍ରବାର ଯୋଗୁଁ ନୂତନ ଭୂମି ପୂଜା, ଗୃହ ପ୍ରତିଷ୍ଠା, ଗୃହାରମ୍ଭ, ବ୍ୟବସାୟ ଆରମ୍ଭ, କର୍ମାରମ୍ଭ ଆଦି ଶୁଭ କର୍ମର ଆୟୋଜନ କରିପାରନ୍ତି କିମ୍ବା ବିଦେଶ ଯାତ୍ରାର ସୁଯୋଗ ଜୁଟିପାରେ। ସ୍ୱଜନ ଓ ପରିଜନ, ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ ଏବଂ ଭାଇ ଭଉଣୀଙ୍କ ପ୍ରତି ଆନ୍ତରିକତା ଅଧିକ ରହିବ। ମନରେ ଦୃଢ଼ ଇଚ୍ଛାଶକ୍ତି, ଆତ୍ମବିଶ୍ୱାସ ପ୍ରକାଶ ପାଇବ ଏବଂ ମନୋବଳ ଦୃଢ଼ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା, କର୍ମତତ୍ପରତା ଓ କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ। ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ, ସେମାନେ ଆଜି ଉପକୃତ ହେବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ସିଲଭର, ଶୁଭ ସଂଖ୍ୟା 12। ଆଜି ଆପଣ ମା ଗାୟତ୍ରୀଙ୍କୁ ଆରାଧନା କରନ୍ତୁ। ତାପରେ ଜାଣିବା ମିଥୁନ ରାଶି ବିଷୟରେ। ମିଥୁନ ରାଶି, ଆଜି ଦ୍ୱିତୀୟ ଚନ୍ଦ୍ର ଯୋଗୁଁ ଆକସ୍ମିକ ଧନଲାଭ, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି, ଅନ୍ୟକୁ ଦେଇଥିବା ଧନ, ହୃଦ୍ଧନ ଓ ବକେୟା ଧନ ଫେରି ପାଇବେ ଏବଂ ଧନ ଓ ଆୟ ଅଧିକ କରିବା ପାଇଁ ନୂତନ କଳାକୌଶଳ ଆପଣାଇବେ। ମୂଲ୍ୟବାନ ଧାତୁ, ଭୂମି ଓ ଯାନବାହନ କ୍ରୟ କରିବେ ଏବଂ ଧନର ସଦ୍‌ବିନିଯୋଗ କରିବେ। ଖର୍ଚ୍ଚ ପ୍ରତି ଅନାଗ୍ରହ ଓ ସଞ୍ଚୟ ପ୍ରତି ମନରେ ଆଗ୍ରହ ପ୍ରକାଶ ପାଇବ। ଆୟର କିଛି ଅଂଶ ସଞ୍ଚୟରେ ବିନିଯୋଗ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ। କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ସମସ୍ୟା ଦେଖାଦେବ। ଯେଉଁମାନଙ୍କର ମୃଗଶିରା ଓ ପୁନଃବସୁ ମିଥୁନ, ସେମାନେ ଆଜି ସୁଫଳ ପାଇବେ। ଶୁଭ ରଙ୍ଗ ମେରୁନ୍, ଶୁଭ ସଂଖ୍ୟା 6। ଆଜି ଆପଣ ଭଗବାନ ବିଷ୍ଣୁଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା କର୍କଟ ରାଶି ବିଷୟରେ। କର୍କଟ ରାଶି, ଆଜି ଶ୍ରୀଚନ୍ଦ୍ର ଯୋଗୁଁ ଧନ, ମାନ ସମ୍ମାନ, ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖ ଶାନ୍ତି, ଲକ୍ଷ୍ମୀଙ୍କର କୃପା ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ। ଆମୋଦ ପ୍ରମୋଦ, ମୌଜ ମଜଲିସରେ ଅଧିକ ଆଗ୍ରହ ରହିବ ଏବଂ ପରିବାରରେ ସୁଖ ଶାନ୍ତିର ପରିବେଶ ସୃଷ୍ଟି ହେବ। କୌଣସି ଶୁଭ କର୍ମର ଆୟୋଜନ କରିବେ କିମ୍ବା ପରିବାର ସହ କୌଣସି ଶୁଭ କର୍ମରେ ଯୋଗ ଦେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ରହିବ। କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ଓ ସମ୍ମାନ ମିଳିବ। ଯେଉଁମାନଙ୍କର ପୁନଃବସୁ ଓ ଅଶ୍ଳେଷା କର୍କଟ, ସେମାନେ ଆଜି ଉପକୃତ ହେବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ସିଲଭର, ଶୁଭ ସଂଖ୍ୟା 1। ଆଜି ଆପଣ ମା ଭୁବନେଶ୍ୱରୀଙ୍କୁ ଆରାଧନା କରନ୍ତୁ। ତାପରେ ଜାଣିବା ସିଂହ ରାଶି ବିଷୟରେ। ସିଂହ ରାଶି, ଆଜି ଦ୍ୱାଦଶ ଚନ୍ଦ୍ର ଯୋଗୁଁ ଅଯଥା ଖର୍ଚ୍ଚ, ବଦ ଖର୍ଚ୍ଚ ଓ ପରିବାରର ଖର୍ଚ୍ଚ ଭାର ବୃଦ୍ଧି ପାଇବ ଏବଂ ଖର୍ଚ୍ଚ ଭାରରେ ଅତିଷ୍ଠ ହୋଇ ଋଣ କରିବାକୁ ପଡ଼ିପାରେ। ମନରେ ଦୁଶ୍ଚିନ୍ତା, ଦୁର୍ଭାବନା, ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ। ସମସ୍ତ କର୍ମରେ ଭୁଲ ନିଷ୍ପତ୍ତି ନେବେ
ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ। କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅବସାଦ ଦେଖାଦେବ। ଯେଉଁମାନଙ୍କର ଉତ୍ତରା ଫାଲ୍ଗୁନୀ ସିଂହ, ସେମାନେ ଆଜି ସତର୍କ ହେବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଗୋଲାପୀ, ଶୁଭ ସଂଖ୍ୟା 11। ଆଜି ଆପଣ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆରାଧନା କରନ୍ତୁ। ତାପରେ ଜାଣିବା କନ୍ୟା ରାଶି ବିଷୟରେ। କନ୍ୟା ରାଶି, ଆଜି ଏକାଦଶ ଚନ୍ଦ୍ର ଶୁକ୍ରବାର ଯୋଗୁଁ ସମସ୍ତ ଆଶା, ଆକାଂକ୍ଷା, ଅଭିଳାଷ ପୂର୍ଣ୍ଣ ହେବ। ସମସ୍ତ ଇପ୍ସିତ ପଦାର୍ଥ ହାତ ପାହାନ୍ତାରେ ଉପଲବ୍ଧ ହେବ। ମୂଲ୍ୟବାନ ଧାତୁ, ଭୂମି ଓ ଯାନବାହନ କ୍ରୟ କରିବେ ଏବଂ ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ। ନୂତନ କର୍ମାରମ୍ଭ, ବ୍ୟବସାୟ ଆରମ୍ଭ କରିପାରନ୍ତି କିମ୍ବା ବିଦେଶ ଯାତ୍ରାର ସୁଯୋଗ ଜୁଟିପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ପୂର୍ବରୁ ହୋଇଥିବା କ୍ଷତିର ଭରଣା କରିବାରେ କିଛି ମାତ୍ରାରେ ସମର୍ଥ ହେବେ। କର୍ମରେ ଆଶାଠାରୁ ଅଧିକ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ। ଯେଉଁମାନଙ୍କର ଉତ୍ତରା ଫାଲ୍ଗୁନୀ ଓ ଚିତ୍ରା କନ୍ୟା, ସେମାନେ ଆଜି ଉପକୃତ ହେବେ। ଶୁଭ ରଙ୍ଗ କଫି, ଶୁଭ ସଂଖ୍ୟା 8। ଆଜି ଆପଣ ମା ଷୋଡ଼ଶୀ ଦେବୀଙ୍କୁ ଆରାଧନା କରନ୍ତୁ। ତାପରେ ଜାଣିବା ତୁଳା ରାଶି ବିଷୟରେ। ତୁଳା ରାଶି, ଆଜି ଦଶମ ଚନ୍ଦ୍ର ଶୁକ୍ରବାର ଏବଂ ସକାଳ 7:22 ପରେ ଶନିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ ଏବଂ ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ବିଶ୍ୱାସ ଓ ଗୁରୁତ୍ୱ ଦେବେ। କର୍ମ ପ୍ରତି ଏକାଗ୍ରତା, ଆନ୍ତରିକତା ଓ ସମୟାନୁବର୍ତ୍ତିତା ଅଧିକ ରହିବ ଏବଂ ସମସ୍ତ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ରହିବ। ଯେଉଁମାନଙ୍କର ଚିତ୍ରା ଓ ବିଶାଖା ତୁଳା, ସେମାନେ ଆଜି ସୁଫଳ ପାଇବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ନୀଳ, ଶୁଭ ସଂଖ୍ୟା 4। ଆଜି ଆପଣ ମା କମଳାଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା ବିଛା ରାଶି ବିଷୟରେ। ବିଛା ରାଶି, ଆଜି ଘାତ ବାର ଓ ନବମ ଚନ୍ଦ୍ର ଯୋଗୁଁ ଘାତ ବାରର ପ୍ରଭାବ ରହିବ ନାହିଁ। ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଏବଂ ଜନସମ୍ପର୍କ ବୃଦ୍ଧି ପାଇବ ଏବଂ କୌଣସି ସଭା କିମ୍ବା ସଂଗଠନର ନେତୃତ୍ୱ ମିଳିବ। ଗୁରୁଜନଙ୍କ ପ୍ରତି ସମ୍ମାନ ଓ ଲଘୁଜନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ଅଧିକ ରହିବ। ପରୋପକାର, ସମାଜ ସେବା ଓ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ମହତ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ପଦସ୍ଥ ଅଧିକାରୀଙ୍କ ଶୁଭ ଦୃଷ୍ଟିରେ ରହିବେ। ଯେଉଁମାନଙ୍କର ବିଶାଖା ଓ ଜ୍ୟେଷ୍ଠା ବିଛା, ସେମାନେ ଆଜି ଉପକୃତ ହେବେ। ଶୁଭ ରଙ୍ଗ ହଳଦିଆ, ଶୁଭ ସଂଖ୍ୟା 11। ଆଜି ଆପଣ ପ୍ରଭୁ ହନୁମାନଙ୍କୁ ଆରାଧନା କରନ୍ତୁ। ତାପରେ ଜାଣିବା ଧନୁ ରାଶି ବିଷୟରେ। ଧନୁ ରାଶି, ଆଜି ଘାତ ବାର ଓ ଅଷ୍ଟମ ଚନ୍ଦ୍ର ଯୋଗୁଁ ବାଦ ବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ଉଚ୍ଚସ୍ଥାନ ଆରୋହଣ, ଗ୍ୟାସ୍, ଇଲେକ୍ଟ୍ରିକ୍ ଦ୍ରବ୍ୟ ବ୍ୟବହାର ଏବଂ ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ। ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ। ସମସ୍ତ କର୍ମରେ ଭୁଲ ନିଷ୍ପତ୍ତି ନେବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ। କର୍ମରେ ସଫଳତା ଓ ସମସ୍ତ କର୍ମ କଣ୍ଟକ ସଦୃଶ ମନେ ହେବ। ଯେଉଁମାନଙ୍କର ପୂର୍ବ ଆଷାଢ଼ ଧନୁ, ସେମାନେ ଆଜି ସତର୍କ ହେବେ। ଶୁଭ ରଙ୍ଗ ଲାଲ, ଶୁଭ ସଂଖ୍ୟା 5। ଆଜି ଆପଣ ମା ଧୂମାବତୀଙ୍କୁ ଆରାଧନା କରନ୍ତୁ। ତାପରେ ଜାଣିବା ମକର ରାଶି ବିଷୟରେ। ମକର ରାଶି, ଆଜି ସପ୍ତମ ଚନ୍ଦ୍ର ଶୁକ୍ରବାର ଏବଂ ସକାଳ 7:22 ପରେ ଶନିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମୂଲ୍ୟବାନ ଧାତୁ, ବସନଭୂଷଣ ଓ ସୌଖିନ ଘରୋଇ ଉପକରଣ କ୍ରୟ କରିବେ। ମାନସିକ, ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ପୁତ୍ର, କନ୍ୟା, ଭାତୃଭଗ୍ନୀଙ୍କର ବୈବାହିକ କର୍ମର ଆୟୋଜନ କରିବେ ଏବଂ ଧାର୍ମିକ କର୍ମରେ ଅଧିକ ରୁଚି ରଖିବେ। ପରିଚିତ ମହିଳାଙ୍କଠାରୁ ସାହାଯ୍ୟ, ସହଯୋଗ ଓ ଧନ ମିଳିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ
ଏବଂ କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କ ସହଯୋଗ ମିଳିବ। ଯେଉଁମାନଙ୍କର ଉତ୍ତର ଆଷାଢ଼ ଓ ଧନିଷ୍ଠା ମକର, ସେମାନେ ଆଜି ଉପକୃତ ହେବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ଇନ୍ଦ୍ରନୀଳ, ଶୁଭ ସଂଖ୍ୟା 6। ଆଜି ଆପଣ ମା ଭୈରବୀଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା କୁମ୍ଭ ରାଶି ବିଷୟରେ। କୁମ୍ଭ ରାଶି, ଆଜି ଷଷ୍ଠ ଚନ୍ଦ୍ର ଶୁକ୍ରବାର ଓ ସକାଳ 7:22 ପରେ ଶନିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ରୋଗ, ଋଣ, ଦୁଃଖ, ଶୋକ, କ୍ଲେଶ ଓ ମାନସିକ ଅବସାଦରୁ ସାମୟିକ ମୁକ୍ତି ମିଳିବ। ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ। ନୂତନ ଭୂମି ପୂଜା, ଗୃହ ପ୍ରତିଷ୍ଠା, ଗୃହାରମ୍ଭ ଆଦି ଶୁଭକର୍ମର ଆୟୋଜନ କରିବେ କିମ୍ବା ବିଦେଶ ଯାତ୍ରାର ସୁଯୋଗ ଜୁଟିପାରେ। ପରୋପକାର, ସମାଜସେବା, ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ। ଯେଉଁମାନଙ୍କର ଧନିଷ୍ଠା ଓ ପୂର୍ବଭାଦ୍ର କୁମ୍ଭ, ସେମାନେ ଆଜି ସୁଫଳ ପାଇବେ। ଶୁଭ ରଙ୍ଗ ବାଇଗଣୀ, ଶୁଭ ସଂଖ୍ୟା 3। ଆଜି ଆପଣ ମା ବିମଳାଙ୍କୁ ଆରାଧନା କରନ୍ତୁ। ତାପରେ ଜାଣିବା ମୀନ ରାଶି ବିଷୟରେ। ମୀନ ରାଶି, ଆଜି ଘାତ ବାର, ସକାଳ 11:20 ପର୍ଯ୍ୟନ୍ତ ଘାତ ତିଥି ଓ ଶୁକ୍ଳପକ୍ଷର ପଞ୍ଚମ ଚନ୍ଦ୍ର ଯୋଗୁଁ ସମସ୍ତ କର୍ମରେ ଶୁଭ ଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ ନାହିଁ। ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ପ୍ରତ୍ୟୁତ୍ପନ୍ନମତି, ଦୂରଦୃଷ୍ଟି, ଧୀଶକ୍ତି, ସ୍ମରଣ ଶକ୍ତିର ବିକାଶ ଘଟିବ। ନୂତନ ବିଦ୍ୟା, କଳା, ସଂସ୍କୃତି ପ୍ରତି ଅଧିକ ଆଗ୍ରହ ରହିବ ଏବଂ ସମସ୍ତଙ୍କର ସହଯୋଗ ପ୍ରାପ୍ତ ହେବ। ସନ୍ତାନମାନଙ୍କ ଚାଲିଚଳନ ଓ ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ସମସ୍ୟା ଦେଖାଦେବ। ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ, ସେମାନେ ଆଜି ସୁଫଳ ପାଇବେ। ଶୁଭ ରଙ୍ଗ ଗୋଲାପୀ, ଶୁଭ ସଂଖ୍ୟା 2। ଆଜି ଆପଣ ପ୍ରଭୁ ଗଜାନନଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ଏମିତି ପ୍ରତ୍ୟେକ ଦିନ ରାଶିଫଳ ବିଷୟରେ ଜାଣିବା ପାଇଁ ବର୍ତ୍ତମାନ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଆସୁଥିବା ବେଲ୍ର ଆଇକନ୍କୁ ମଧ୍ୟ ପ୍ରେସ୍ କରିନିଅନ୍ତୁ ଏବଂ ଭିଡ଼ିଓଟିକୁ ନିଜ ପରିବାର, ବନ୍ଧୁବାନ୍ଧବକୁ ମଧ୍ୟ ସେୟାର କରିନିଅନ୍ତୁ। ଜୟ ଜଗନ୍ନାଥ। ନମସ୍କାର।